हेलो पिलाମାନେ क्लास 10 ज्योमेट्री बହିର ଆମ ଯେଉଁ ଫାର୍ଷ୍ଟ ଚାପ୍ଟର ଜ୍ୟାମିତିରେ ସାଦୃଶ୍ୟକୁ ଆମେ ପୁରା ଭଲ ଭାବରେ ପୁରା ଶିଖି ଶିଖି ଆସୁଛୁ। ଦେଖ ଏହା ତୁମ କେତେ ପାର୍ଟ 5 ଭିଡ଼ିଓ। ଏହା ପୂର୍ବରୁ ଆମେ ପାର୍ଟ 4 ହେଲା 4ଟି ଭିଡ଼ିଓରେ ପୁରା ସବୁ କିଛି ପୁରା ଡିଟେଲରେ ପଢ଼ିକି ଆସୁଛୁ। ଯଦି ତୁମେ ତାକୁ ଦେଖୁଥିବ ତୁମ କିଛି ଡାଉଟ୍ ମଧ୍ୟ ବେଶୀ କିଛି ଡାଉଟ୍ ହେଉନଥିବ ହେଲା, ତୁମେ ଆରାମ ତାକୁ ବୁଝି ବୁଝିକି ଆଉଥିବ, କାହିଁକିନା ଆମେ ପୁରା ଇଣ୍ଟରେଷ୍ଟିଂ ୱେରେ ତାକୁ ପଢ଼ିକି ଆସିଛୁ। ଆଉ ଯଦି ତୁମେ ଏବେ ପର୍ଯ୍ୟନ୍ତ ନିହାତି ଦେଖ, ହେଲେ ତୁମେ ଯାଇକି ତାକୁ ଆମ ଯେଉଁ ପ୍ଲେଲିଷ୍ଟ କିମ୍ବା ଦେଖ ଡିସ୍କ୍ରିପ୍ସନ୍ ବକ୍ସରେ ତା ଲିଙ୍କ୍ ମୁଁ ଦେଇଦେବି, ତୁମେ ସେଠୁ ଆରାମସେ ତୁମେ ଦେଖିପାରିବ। ଦେଖ ଆମ ଯେଉଁ ପାର୍ଟ 5 ଯେଉଁ ଭିଡ଼ିଓ ରହିଲା, ଏଠି ଆମେ କ'ଣ ଆମ ଯେଉଁ ଉପପାଦ୍ୟ ଯେଉଁ 5 ରହିଛି ହେଲା, ଉପପାଦ୍ୟ ଯେଉଁ 5 ରହିଛି, ଏହାକୁ ଆମେ ପୁରା ଡିଟେଲରେ ବୁଝିବା ଆଉ ଏହାର ଆମେ ପ୍ରମାଣ କରିବା। ଏହାକୁ ଆମେ ସର୍ଟକଟ୍ରେ ବା ସାଦୃଶ୍ୟ ମଧ୍ୟ କହିଥାଉ ହେଲା, କାରଣ ବା ସାଦୃଶ୍ୟ ମଧ୍ୟ ଏହାକୁ ଆମେ କହିଥାଉ। ଦେଖ ଏହାକୁ ପୁରା ଆମେ ଡିଟେଲରେ ଆମେ ବୁଝି ପୁରା କରିବା, ଯେଉଁଥିପାଇଁ ତୁମକୁ କିଛି ବି ଡାଉଟ୍ ରହିବନି। ଆଉ ଏହାକୁ ଏପରି ଭାବରେ ତୁମକୁ ବତାଯିବ କି ତୁମେ ଲାଷ୍ଟ କହିବ କ'ଣ ଏହା ଏତେ ସହଜ ଥିଲା। ଦେଖ ମୁଁ ତୁମକୁ ଗ୍ୟାରେଣ୍ଟି ଦେଇକି କହୁଛି, କାହିଁକି ନା ଦେଖ ଏଠି ତୁମକୁ ଏପରି ଭାବରେ ପଢ଼ାଯିବ, ତା ସହିତ ଗୋଟେ ତୁମକୁ ଟ୍ରିକ୍ ଦିଆଯିବ, ଯେଉଁ ଟ୍ରିକ୍ରେ ତୁମେ ଏହାକୁ ପାର୍ଟ ତୁମେ ମନେ ରଖିବା ପାଇଁ ତୁମକୁ କୁହାଯିବ, ତୁମେ ତାହାକୁ ଆରାମସେ ମନେ ରଖିପାରିବ। ଆଉ ଯେଉଁଥିପାଇଁ ତୁମ ପାଇଁ ଏହା ପୁରା ଇଜି ହେଇଯିବ ହେଲା, ତୁମେ ଏହାକୁ ଇଜିଲି ମନେ ରଖିପାରିବ, ତୁମକୁ ବେଶୀ କିଛି ଘୁଷିବାକୁ ପଡ଼ିବନି। ଖାଲି ଷ୍ଟେପ୍କୁ ଟିକେ ମନେ ରଖିଦେଉଛ, ହେଲେ ତୁମ କାମ ଖତମ, ଆରାମସେ ତୁମେ ଏହାକୁ ତୁମେ ମନେ ରଖିପାରିବ। ତ ଦେଖ ଏହାକୁ ଏବେ ଆମେ ପୁରା ଇଣ୍ଟରେଷ୍ଟିଂ ୱେରେ ପଢ଼ିବା। କ'ଣ ତୁମକୁ ଟିକେ ଡର ଲାଗୁଛି କି? ଦେଖ ତୁମ ବହିରେ ଯେଉଁ ଦିଆହେଇଥାଏ ତୁମକୁ କିଛି ବୁଝା ହୁଏନି, କ'ଣ ଦିଆହେଇଛି। ଦେଖ ତୁମ ବହିରେ ଟିକେ ଭଲସେ ଲେଖା ହୋଇଥାଏନି ଟିକେ ସିଷ୍ଟମେଟିକ୍ ହିସାବରେ, କିନ୍ତୁ ଆମେ ତାକୁ ସିଷ୍ଟମେଟିକ୍ ହିସାବରେ ଆମେ ଚାର୍ଟରେ ଲେଖିବା, ଯେଉଁଥିପାଇଁ ତୁମେ ଏହାକୁ ଆରାମସେ ବୁଝିପାରିବ। ତ ବୁଝିପାରିଲେ ଆରାମସେ ତୁମେ ତାକୁ ମନେ ରଖିପାରିବ ହେଲା। ବୁଝିଲେ ତ ଆରାମସେ ମନେ ରହିବ ନା, ଯଦି ତୁମେ ଘାଏ 2 ଥର ଯଦି ପ୍ରାକ୍ଟିସ୍ କରିଦେଉଛ ହେଲେ ଆରାମସେ ମନେ ରହିଯିବ ହେଲା, ଚିନ୍ତା କର ନା ହେଲା। ଦେଖ ଏବେ ଆମେ କ୍ଲାସ୍କୁ ଷ୍ଟାର୍ଟ କରିବା, ତ ତୁମର କାମ କ'ଣ, ଚାଲ ଖାତା ପେନ୍ ବାହାର କର, ଆମେ ସାଙ୍ଗରେ କରି ଆମେ ଯିବା। ତା ପୂର୍ବରୁ ଛୋଟିଆ ଗୋଟେ ଇନଫର୍ମେସନ୍। ଦେଖ ତୁମେ କ୍ଲାସ୍ 10 ଷ୍ଟୁଡେଣ୍ଟ, ତ କ୍ଲାସ୍ 10 ଷ୍ଟୁଡେଣ୍ଟ ପାଇଁ ଦେଖ ଆମ ପଢ଼ିବ.com ତିଆରି କରାହେଇଛି। ତ ଏଠି ତୁମକୁ ଆବସଲ୍ୟୁଟଲି ଫ୍ରି ଅଫ୍ କଷ୍ଟରେ ସବୁକିଛି ଷ୍ଟଡି ମେଟେରିଆଲ୍ ତୁମକୁ ଫ୍ରି ଅଫ୍ କଷ୍ଟ ସବୁକିଛି ଦିଆଯାଇଛି। ଦେଖ ତୁମେ ଯେଉଁ ଚାପ୍ଟର ତୁମକୁ ଦରକାର ଅଛି ସେଠି ତୁମେ କ୍ଲିକ୍ କରିବ, ପ୍ରଥମେ ତ ଦେଖିବ, ହେଲେ ଏଠି ତୁମ କ'ଣ ଆମ ଯେଉଁ ସବୁ ଭିଡ଼ିଓ ରହିଛି ୟୁଟ୍ୟୁବରେ ସବୁ ଏଠାରେ ମିଳିଯିବ, ଗୋଟେ ତୁମେ ଦେଖିପାରିବ। ତା ସହିତ ତୁମକୁ ପ୍ରିଭିୟସ୍ କ୍ୱେଶ୍ଚିନ୍ ମିଳିଯିବ, ନୋଟ୍ ମିଳିଯିବ, ସବୁକିଛି ଆବସଲ୍ୟୁଟଲି ଫ୍ରି ଅଫ୍ କଷ୍ଟରେ ମିଳିଯିବ। ତ ତୁମେ କ'ଣ ୱେଟ୍ କରିଛ, ଚାଲ ଆସ ଆମ ପଢ଼ିବ.comକୁ ଆସି ତୁମେ ଆବସଲ୍ୟୁଟଲି ଫ୍ରି ଅଫ୍ କଷ୍ଟ ସବୁକିଛି ପଢ଼ ଆରାମସେ ୱିଦାଉଟ୍ ଡିଷ୍ଟ୍ରାକ୍ସନ୍। ଦେଖ ୟୁଟ୍ୟୁବରେ ଦେଖିଲେ ତୁମକୁ କିଛି ସର୍ଟରେ ତୁମେ ଟିକେ ମାଇଣ୍ଡ ମଧ୍ୟ ଚାଲିଯାଏ, ତ ସେଠି ୱିଦାଉଟ୍ ଡିଷ୍ଟ୍ରାକ୍ସନ୍ ତୁମେ ପଢ଼ି ମଧ୍ୟ ପାରିବ, ବୁଝିପାରୁଛ ତ। ତ ଚାଲ ଏବେ ଆମେ ଆମ ଯେଉଁ ଉପପାଦ୍ୟ ଯେଉଁ 5 ରହିଛି ତାକୁ ବି ଆମେ ଇଣ୍ଟରେଷ୍ଟିଂ ୱେରେ ପୁରା ଆମେ ପଢ଼ି ନେବା। ଦେଖ ଆମ ଉପପାଦ୍ୟ 5ର ପ୍ରମାଣ ଆମେ କରିବା, କିନ୍ତୁ ତା ପୂର୍ବରୁ ଦେଖ ଆମେ ଟିକେ କ'ଣ କରିବା, ଏହାକୁ ବୁଝିବା ପାଇଁ କ'ଣ ଟିକେ ଦରକାର ଅଛି ତାକୁ ପ୍ରଥମେ ଆମେ ଟିକେ ରିକଲ୍ କରିନେବା। ଦେଖ ହେଲା, ପ୍ରଥମେ ଆମେ କ'ଣ କରିବା, ଟିକେ ରିକଲ୍ କରିନେବା। ଦେଖ ଏହାକୁ ବୁଝିବା ପାଇଁ ହେଲେ ଏଇ ଯେଉଁ ଉପପାଦ୍ୟକୁ ଆମେ ମେନ୍ କରି ଏଇ ଯେଉଁ 3ଟି ଜିନିଷ ଆମେ ଏଠାରେ ୟୁଜ୍ କରିବା। ଦେଖ ପ୍ରଥମେ ଯେଉଁ କୋଉ ସର୍ତ୍ତ, ଏହା ପୂର୍ବରୁ ଆମେ କୋଉ ସର୍ତ୍ତ ପଢ଼ି ସାରିଛୁ। କୋଉ ସର୍ତ୍ତ ଯେଉଁ ସାଦୃଶ୍ୟ ସର୍ତ୍ତ କ'ଣ କହେ ହେଲା, ଯଦି ଆମ ପାଖରେ କ'ଣ ଯଦି 2ଟି ତ୍ରିଭୁଜ ଅଛି, ଦୈନ୍ୟ ଏହା ଗୋଟେ ତ୍ରିଭୁଜ, ଆଉ ଗୋଟେ ଦୈନ୍ୟ ଏହା ଗୋଟେ ତ୍ରିଭୁଜ। ଯଦି କ'ଣ ହେଲା, ଏଇ ଯେଉଁ 2ଟି ତ୍ରିଭୁଜର ଯେକୌଣସି 2ଟି କୋଣ ହେଲା, 2ଟି ଯେଉଁ ଅନୁରୂପ ଯେଉଁ କୋଣ ରହିଛି, ଦୈନ୍ୟ ଏ କୋଣ ସମାନ ହେଉଛି, ଆଉ ଏ କୋଣ ସମାନ ହେଉଛି। ଯଦି ଆମେ ଏତିକି ଯଦି ଆମେ ଜାଣିଥାଉ, ଆମେ କହିପାରୁ ଯେ ଏଇ 2ଟି ତ୍ରିଭୁଜ କ'ଣ ଆମ ସଦୃଶ କହିକି ହୋଇଛି ହେଲା। ଦେଖ ତାପରେ ଆମ ଯେଉଁ ବା ସର୍ବସମତା ହେଲା, ବା ସର୍ବସମତା ତୁମେ ତ 9 କ୍ଲାସ୍ରେ ପଢ଼ିଥିବ। କ'ଣ ଆମ ପାଖରେ ଯଦି 2ଟି ଏପରି ଯଦି ତ୍ରିଭୁଜ ହୁଏ, ଯଦି 3 ଅନୁରୂପ ବାହୁଗୁଡ଼ିକ ଯଦି କ'ଣ ହୁଅନ୍ତି ଏପରି ଭାବରେ, ଯଦି ଆମ କ'ଣ ପୁରା ସମାନ ହୋଇଯାଆନ୍ତି, ବୋଲେ ଆମେ ବା ସର୍ତ୍ତ ହିସାବରେ କ'ଣ ଏ 2ଟି କ'ଣ ଆମ ସର୍ବସମ କହିକି ଏହା ଆମ ସର୍ବସମତାର ଚିହ୍ନ। ତାପରେ ଆଉ ଗୋଟେ ନେକ୍ସଟ ହେଲା, ଦେଖ ଆଉ ଗୋଟେ ସାଦୃଶ୍ୟର ସଂକ୍ରମୀ ଧର୍ମ ମନେ ଅଛି କି? ଦେଖ ଏହାକୁ ବି ଆମେ ଡିଟେଲରେ ପଢ଼ିଥିଲେ। ଦେଖ ଯଦି ଆମ ପାଖରେ କ'ଣ, ଯଦି ଆମ ପାଖରେ ଯଦି 3ଟି ଯଦି ଧରିନିଅ ଆମ ପାଖରେ କ'ଣ, ଯଦି ଆମ ପାଖରେ 3ଟି କ'ଣ ଅଛି, ଯଦି ତ୍ରିଭୁଜ ଅଛି, ଧରିନିଅ ଆମ ଯେଉଁ এই ଯେଉଁ ଫାର୍ଷ୍ଟ ଯେଉଁ ତ୍ରିଭୁଜ ଆମ ସେକେଣ୍ଡ ତ୍ରିଭୁଜ ସହିତ କ'ଣ ଯଦି ଆମ ସଦୃଶ ହୋଇଯାଉଛି, ଯଦି ଆମ ଏଇ ଯେଉଁ ସେକେଣ୍ଡ ଯେଉଁ ତ୍ରିଭୁଜ ରହିଛି ତା ସହିତ ଆମ ଯେଉଁ ଥାର୍ଡ଼ ଯେଉଁ ରହିଛି ତା ସହିତ ଯଦି ବି ସଦୃଶ ହୋଇଯାଉଛି, ହେଲେ ଦେଖ ଆମ ଯେଉଁ ସଂକ୍ରମୀ ଧର୍ମ ହିସାବରେ ଆମେ କହିପାରୁଛୁ ଯେ କ'ଣ ଆମ ଯେଉଁ ଫାର୍ଷ୍ଟ ଯେଉଁ ତ୍ରିଭୁଜ ଅଛି ତାହା କ'ଣ ଯେଉଁ ଆମ ଯେଉଁ ଲାଷ୍ଟ ହେଲା, ଯେଉଁ ଫାର୍ଷ୍ଟ ରହିଛି ତାହା ଆମ ଯେଉଁ ଲାଷ୍ଟ ଯେଉଁ ତ୍ରିଭୁଜ ରହିଛି ତା ସହିତ କ'ଣ ତା ସହିତ ବି ସଦୃଶ କହିକି ଆମେ କହିପାରୁ। ଦେଖ ଯଦି ଏ ଫାର୍ଷ୍ଟ ଯଦି ଦେଖ ଫାର୍ଷ୍ଟ ଯଦି ସେକେଣ୍ଡ ସହିତ ହୁଏ, ଆଉ ସେକେଣ୍ଡ ଯଦି ଆମ ଥାର୍ଡ଼ ଯେଉଁ ତ୍ରିଭୁଜ ସହିତ ଯଦି ସଦୃଶ ହୋଇଯାଏ, ଆମେ ଫାର୍ଷ୍ଟ ଆଉ ଥାର୍ଡ଼କୁ ମଧ୍ୟ କ'ଣ ଆମେ ସଦୃଶ ଅଛନ୍ତି କହିକି ଆରାମସେ ଆମେ କହିପାରୁ। ତା ଏଠାରେ ଆମେ ୟୁଜ୍ କରିବା ହେଲା, ମନେ ପଡ଼ିଲା। ଚलो ଏବେ କ'ଣ କରିବା, ଆମେ ଆମ ଉପପାଦ୍ୟ ଯେଉଁ 5 ରହିଛି ତାକୁ ଆମେ ହେଲା ଇଣ୍ଟରେଷ୍ଟିଂ ୱେରେ ଆମେ କରିବା। ଦେଖ ଏହାକୁ ଆମେ କ'ଣ ସର୍ଟକଟ୍ରେ
ବା 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 ସାଦୃଶ୍ୟ ସର୍ତ୍ତ ମଧ୍ୟ କୁହାଯାଏ ହେଲା। ବା 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 କେମିତି ମଜା ଏମିତି ହେଲା। ଦେଖ ଏହା କୁହାଯାଏ, ଏହାକୁ ଇଂଲିଶରେ ଯଦି କହିବା ଏସ୍ ସିମିଲାରିଟିସ୍ କୁହାଯାଏ ହେଲା। ତେଣୁ ଆମ ଉପବାଦ୍ୟ 5 ପ୍ରଥମେ ପଢ଼ିବା ଆଉ ବୁଝିବା ଏହା କ'ଣ କହେ, ତାପରେ ଏହାକୁ ଆମେ ଇଜିଲି ପ୍ରମାଣ କରିନେବା। ଦେଖ ଉପବାଦ୍ୟ 5 କ'ଣ କହେ? ଗୋଟିଏ ତ୍ରିଭୁଜର 3 ବାହୁର ଦୈର୍ଘ୍ୟ ଅନ୍ୟ ଏକ ତ୍ରିଭୁଜ ଅନୁରୂପ 3 ବାହୁର ଦୈର୍ଘ୍ୟ ସହ ସମାନୁପାତି ହେଲେ କ'ଣ ଆମ ତ୍ରିଭୁଜ ଦୁଇଟି ସଦୃଶ ହୁଅନ୍ତି। ଦେଖ ଏହା ମାନେ କ'ଣ? ଦେଖ ଆମ ପାଖରେ କ'ଣ ଦୁଇଟି ତ୍ରିଭୁଜ, ଗୋଟେ ABC ଅଛି ଆଉ ଗୋଟେ DEF ଅଛି। ଦୁଇଟି ଅଛି ଆମ ପାଖରେ ତ୍ରିଭୁଜ। ଦେଖ ଏଠି ଆମ ଯେଉଁ ଦେଖ ଆମ ABର ଅନୁରୂପ ବାହୁ କିଏ? ଆମ ABର କିଏ? ଆମ DE, BCର କିଏ? EF ଆଉ ACର କିଏ? ACର କିଏ? ଆମ DF ହେଲା ଅନୁରୂପ ବାହୁ। ଯଦି ଆମ ଯେଉଁ ଏଇ ଯେଉଁ ଅଛି, ଯଦି ଏଇ ଯେଉଁ ଅନୁରୂପ ବାହୁ ଗୁଡ଼ିକ କ'ଣ ଯଦି ଆମ ସମାନୁପାତି ହୋଇଯାଆନ୍ତି, ତୁମେ ତ ଏହାକୁ ଆଗରୁ ଜାଣିଥିବ ସମାନୁପାତି ବୋଲି କ'ଣ କ'ଣ ଦେଖ ଆମ ଯେଉଁ AB ବାୟ ଆମ DE ଇଜ୍ ଇକ୍ୱାଲ୍, ମୁଁ ଏଠି ଲେଖିଦେଉଛି AB ବାୟ ଆମ DE ଇଜ୍ ଇକ୍ୱାଲ୍ ଟୁ ଆମ BC ବାୟ EF ଇଜ୍ ଇକ୍ୱାଲ୍ ଟୁ ଯଦି ଆମ AC ବା C ହେଲା, AC ବା C, AC ବାୟ ଆମ FD ହେଇଯାଉଛି ହେଲା। ଏପରି ଯଦି ହେଇଯାଉଛି ହେଲେ ଆମେ କହିଥାଉ କ'ଣ? ଆମେ କହିଥାଉ କ'ଣ ଏଇ ଦୁଇଟି ଯେଉଁ ଆମ ପାଖରେ ଆମେ କହିଥାଉ କ'ଣ ଆମ ପାଖରେ ଏଇ ଯେଉଁ ଦୁଇଟି ଯେଉଁ କ'ଣ ଅଛି, ଯେଉଁ ତ୍ରିଭୁଜ ଅଛି ସେ ଦୁଇଟି କ'ଣ ଆମ ସଦୃଶ୍ୟ କହିକି କ'ଣ ସେ ଦୁଇଟି କ'ଣ ଆମ ତ୍ରିଭୁଜ ABC ସଦୃଶ୍ୟ ତ୍ରିଭୁଜ ଆମେ DEF କହିଥାଉ। କାହିଁକି? ଆମ ଯେଉଁ ବା ସର୍ତ୍ତ ହିସାବରେ ବା ସାଦୃଶ୍ୟ ସର୍ତ୍ତ ହିସାବରେ ବୁଝିପାରୁଛେ ତ ହେଲା। ବୁଝିପାରୁଛେ ତ ଆମ ବା ସାଦୃଶ୍ୟ କ'ଣ କହେ? ଯଦି ଆମ ପାଖରେ ଦୁଇଟି ତ୍ରିଭୁଜ ଅଛି ହେଲା, ଦୁଇଟି ତ୍ରିଭୁଜ ଅଛି ଯଦି ହେଲା, ଯଦି ଆମ ଅନୁରୂପ କ'ଣ ଆମ ଯେଉଁ ଅନୁରୂପ ବାହୁ ଗୁଡ଼ିକ ଯଦି କ'ଣ ସମାନୁପାତି ରହିଯାଆନ୍ତି ହେଲେ ଆମେ କହିପାରିବା ହେଲା, କହିପାରିବା ଯେ ଯେଉଁ ଦୁଇଟି ଆମ ପାଖରେ ଯେଉଁ ତ୍ରିଭୁଜ ରହିଲା ସେ ଦୁଇଟି କ'ଣ ସେ ଦୁଇଟି ସଦୃଶ। ବୁଝିପାରୁଛେ ତ? ସଦୃଶ ହୁଅନ୍ତି। ହେଇଗଲା, ବୁଝିଗଲ? ଚଲ ଏବେ ମୋତେ କୁହ ଏହାକୁ ପ୍ରମାଣ କରିବା ଆଗରୁ ଚଲ ତ କୁହ ଏଠାରେ ଆମ ଦତ୍ତ କ'ଣ ଦିଆଯାଇଛି? ତମେ କହିବ ସାର୍ ସୋ କ'ଣ ଦିଆଯାଇଛି? ଦେଖ ଆମ ଦୁଇଟି ଯେଉଁ ତ୍ରିଭୁଜ ଅଛି ସେଠି କ'ଣ ସେଠି ଆମ ଏ ଯେଉଁ କ'ଣ ଏହାର ଯେଉଁ ଅନୁରୂପ ବାହୁ ଗୁଡ଼ିକ କ'ଣ ଅନୁରୂପ ବାହୁ ଗୁଡ଼ିକ ଆମ ସମାନୁପାତି। ତ ତାହା ଆମେ ଲେଖିଦେବା ଦତ୍ତରେ। ତାପରେ ମୁଁ କହିବି ଏଠାରେ ଏବେ କହ ପ୍ରାମାଣ୍ୟ କ'ଣ ଲେଖିବା? ତମେ କହିବ ଏହା ଆମେ ସୋ ଇଜି ସାର୍ ଏଇ ଦୁଇଟା କ'ଣ ଦେଖ ଆମକୁ ସଦୃଶ ପ୍ରମାଣ କରିବାର ଅଛି, ତ ପ୍ରମାଣ କରିବାର ଅଛି ତ ଏହାକୁ ଆମେ ପ୍ରାମାଣ୍ୟ ଲେଖିବା। ସୋ ଇଜି ଚଲ ତ ଏହାକୁ ଆମେ ଜଷ୍ଟ ଆମେ ପ୍ରଥମେ ଲେଖିଦେବା ହେଲା। ଦେଖ ଆମେ ଏହାକୁ ପ୍ରମାଣ କରିବା 5କୁ ତ ଦତ୍ତରେ ଦେଖ ଅନୁରୂପ ବାହୁର ସମାନୁପାତି ରହନ୍ତି, ତ ଯାହାକୁ ଆମେ ଜଷ୍ଟ ଲେଖିଦେଲି। ତାପରେ ଆମେ ପ୍ରାମାଣ୍ୟ ଦୁଇଟାକୁ କ'ଣ ଆମକୁ ସଦୃଶ ପ୍ରମାଣ କରିବାର ଅଛି ତ ଜଷ୍ଟ ଲେଖିଦେଲି। ତାପରେ ଦେଖ ଏହାକୁ ଆମେ ହେଲା ଏବେ ଆମେ ଅଙ୍କନ ଷ୍ଟାର୍ଟ କରିବା, ଅଙ୍କନ ତାର ପ୍ରମାଣ କରିବା। ଦେଖ ଏହାର ପ୍ରମାଣ ଟିକେ ହେଲା ଟିକେ ତୁମ ବହିରେ ଖାଲି କମ୍ପ୍ଲିକେଟେଡ଼ ଥାଏ, ବହୁତ କିଛି ଲେଖା ହୋଇଥାଏ, ତୁମେ ତାହାକୁ ଯଦି ବୁଝି ନପାର ହେଲେ ଦେଖ ମୁଁ ତୁମକୁ ପୁରା ଡିଟେଲରେ ଇଜିଲି ବତେଇଦେବି, ତୁମେ ଆରାମସେ ତାକୁ ବୁଝିଯିବ ହେଲା। କ'ଣ ଡର ଲାଗୁଛି କି? ହେବ ବୁଝିପାରିବ କି ନାହିଁ ହେଲା, ଚିନ୍ତା କର ନା ହେଲା, ମୁଁ ଅଛି ହେଲା। ଏହାକୁ ଇଣ୍ଟରେଷ୍ଟିଂ ୱେରେ ଆମେ ଏପରି ପଢ଼ିବା ଆଉ ତୁମେ ଆରାମସେ ବୁଝିବ। ଦେଖ ଏଠାରେ ଯେଉଁ ଅଙ୍କନ ହେଲା, ଅଙ୍କନ ଇମ୍ପୋର୍ଟାଣ୍ଟ ହେଲା। ଅଙ୍କନ ଦେଖ ଆମେ ଏଠାରେ କ'ଣ କରିବା? ଦେଖ ଏଠିକା ଆମେ ଗୋଟେ ତ୍ରିଭୁଜ ତିଆରି କରିବା। ଆମେ PQR କହିକି ଗୋଟେ ଆମେ ତ୍ରିଭୁଜ କରିବା। ଦେଖ ଯେଉଁ ତ୍ରିଭୁଜ ରହିବ ହେଲା, ଯେଉଁ ତ୍ରିଭୁଜ ରହିବ ଦେଖ ଆମ ଯେଉଁ DEF ପରି ଆମର ରହିବ ହେଲା। କ'ଣ ଆମ ଯେଉଁ DEF ଦେଖ ଆମ ଯେଉଁ ତ୍ରିଭୁଜ ରହିଲା ତାପରେ ହିଁ ଆମକୁ ତିଆରି କରିବା ପାଇଁ ପଡ଼ିବ। ଦେଖ ମୁଁ ଏଠାରେ ତିଆରି କରିବିନି ହେଲା, ମୁଁ ଏଠାରେ ଜଷ୍ଟ ଏହାକୁ ନେଇ କପି ପେଷ୍ଟ କରିଦେବି, କିନ୍ତୁ ତୁମକୁ ହେଲା ତୁମ ଖାତାରେ ନିଜେ ହିଁ ଏପରି DEF ପରି ଦିଶୁଥିବା ହେଲା, କ'ଣ DEF ପରି ଦିଶୁଥିବା ଗୋଟେ ତୁମକୁ ତ୍ରିଭୁଜ ବନାଇବାର ଅଛି। ଆଉ ତାର ଆମେ ଟିକେ ନାଁ ଦେଇଦେବା କ'ଣ ଆମେ ତାକୁ ନାଁ ଦେଇଦେବା କ'ଣ ଆମେ PQR ଦେଖ PQR କହିକି ଆମେ ନାଁ ଦେଇଦେବା। ଦେଖ ତୁମକୁ ନିଜେ ହିଁ ବନାଇବା ପାଇଁ ପଡ଼ିବ, ତ ତାକୁ ତୁମେ ତିଆରି କରିନିଅ। ଦେଖ ଆମେ ଗୋଟେ ଅଙ୍କନ କଲେ କ'ଣ ଆମେ PQR କହିକି ଗୋଟେ ଆମେ ତ୍ରିଭୁଜ ଅଙ୍କନ କଲେ। ତାପରେ ଦେଖ ଏଠାରେ ଆମେ କ'ଣ କରିବା? ଦେଖ ଆମେ ଏଇ ଯେଉଁ ଅଙ୍କନ କରିଛୁ ହେଲା, ଏଠି ଯେଉଁ ଆମ ଅଙ୍କନ କରାଯାଇଛି ହେଲା, ଏଠିକା ଯଦି ଦେଖିବା ହେଲା, ଦେଖ ଆମେ ଏଠାରେ ଏପରି ଭାବରେ ଆମେ ଅଙ୍କନ କଲେ ହେଲା, ଯେଉଁଥିପାଇଁ ଦେଖ ଆମ ଯେଉଁ QR ଆମ EF ସହିତ ସମାନ ହେବ। କ'ଣ ଆମ ଯେଉଁ QR ରହିଲା ଦେଖ ଆମ ଯେଉଁ QR ରହିଲା ତାହା ଆମ EF ସହିତ ସମାନ ହେବ। ଏହା ସହିତ ଦେଖ ଆମ ଯେଉଁ ଏଙ୍ଗଲ Q ହେଲା, ଏଙ୍ଗଲ QT ଆମ ଏଙ୍ଗଲ B ସହିତ ସମାନ ହେବ। ଆଉ ଆମ ଯେଉଁ ଏଙ୍ଗଲ R ରହିଲା ଦେଖ ଆମ ଯେଉଁ ଏଙ୍ଗଲ R ରହିଲା ହେଲା, ଏଙ୍ଗଲ RT ଆମ ଏଙ୍ଗଲ C ସହିତ ଆମ କ'ଣ ହେଇଯିବ ଆମ ସମାନ ହେଇଯିବ। ଏପରି ଭାବରେ ଆମେ ଅଙ୍କନ କଲେ ଦେଖ ଏଠି ଆମେ କ'ଣ କଲେ ତାହା ଲେଖିଦେବା। ଆମ କ'ଣ ଆମ ତ୍ରିଭୁଜ ଆମ PQR କ'ଣ ଆମେ ଅଙ୍କନ କଲେ ହେଲା, ଯେପରି କ'ଣ ହେଇଥିଲା ଦେଖ ଯେପରି ଆମେ ଦେଖିଲେ କ'ଣ ଦେଖ ଆମ ଯେପରି ତମ ବହିରେ କିପରି ଲେଖା ହେଇଛି? ହଁ ଦେଖ ତମ ବହିରେ ଆମ QR ଆମ ସର୍ବସମ ଆମ EF ହେଲା। ତାପରେ ଦେଖ ଆଉ କ'ଣ ଆମ ଯେଉଁ କୋଣ ଦେଖ ଆମ Q ଆମ B ସହିତ ହେଲେ ଆମ କୋଣ B ହେଲା
ସର୍ବସମ ଆମେ କୋଣ ବି କୋଣ କ୍ୟୁ ସର୍ବସମ ଆମେ କୋଣ ବି ଲେଖିପାରିବା। ଓ ଆଉ ଗୋଟେ ନେକ୍ସଟ କ'ଣ ଦେଖ ଆମେ ଏପରି ଭାବରେ ଗୋଟେ ପି କ୍ୟୁ ଆର୍ ତ୍ରିଭୁଜ ଅଙ୍କନ କଲେ ଯେପରିକି ଦେଖ ଏହା ସହିତ ସମାନ ହେଲା। ଦେଖ ଏଇ ଯେଉଁ ବାହୁ ଏ ବାହୁ ସମାନ ହେଲା। ଆମ କ୍ୟୁ କୋଣ ବି ସହିତ ସମାନ ହେବା। ଆଉ ଆମ ଯେଉଁ ଆର୍ କୋଣ ଦେଖ ଆମ ଯେଉଁ କୋଣ ଆର୍ କାହା ସହିତ ସର୍ବସମ ହେବ? ଆମ କୋଣ ସି ସହିତ ସର୍ବସମ ହେବ। ଦେଖ ଏହାକୁ ଆମେ ଅଙ୍କନ କରିଦେଲେ ବୁଝିପାରୁଛ ତ, ଏହା ଅଙ୍କନ ହେଇଗଲା। ତାପରେ ଏବେ ଆମେ ଏହାକୁ ପ୍ରମାଣ କରିବା। ଦେଖ ଏହାର ପ୍ରମାଣ କରିବା ଏଇଠି। ଦେଖ ଏହାକୁ ପ୍ରମାଣ କରିବା ପାଇଁ ଦେଖ ମୁଁ କିଛି ଷ୍ଟେପ୍ରେ ଲେଖିଦେଇଛି। କ'ଣ ମୁଁ ଏହାକୁ କିଛି ଷ୍ଟେପ୍ରେ ଲେଖିଦେଇଛି। ଦେଖ ଏହାକୁ ଆମେ 4ଟି ଷ୍ଟେପ୍ରେ ଆମେ ପ୍ରମାଣ କରିବା। ପ୍ରଥମେ ଆମେ ଦେଖ ଦେଖ ମୁଁ ଟିକେ ଦେଖ ତୁମ ଏକ୍ଜାମ୍ରେ ତୁମେ ସେପରି କରିବନି, ମୁଁ ତୁମକୁ ବତାଇବା ପାଇଁ ସେପରି କରି। ଦେଖ ଏଇଟା ଆମେ ଆମ ଏଇଟା ତ୍ରିଭୁଜ 1 ମାନିନୁ, ଏହାକୁ 2 ନେଇଯାଉ ଆଉ ଏହାକୁ ଆମେ 3 ନେଇଯାଉ। ଦେଖ ତ ପ୍ରଥମେ ଆମେ ଏଠାରେ କ'ଣ କରିବା? ଦେଖ ପ୍ରଥମେ ଆମେ ଆମ 1 ଆଉ 3 ଦେଖ ଆମ ଯେଉଁ 1 ଆଉ ଯେଉଁ 3 ଯେଉଁ ରହିଛି ଆମ ଯେଉଁ ତ୍ରିଭୁଜ ତାକୁ ନେବା ଆଉ ଆମେ ସଦୃଶ୍ୟ ପ୍ରମାଣ କରିବା। କ'ଣ ଆମେ ସଦୃଶ୍ୟ ପ୍ରମାଣ କରିବା। ତାପରେ ସେକେଣ୍ଡ ଷ୍ଟେପ୍ ଦେଖ ମୁଁ ଏଠାରେ ଲେଖା ହେଇଛି ତାକୁ ମୁଁ ବତାଇବି। ଥାର୍ଡ଼ ଆଉ ଫୋର୍ଥ ଷ୍ଟେପ୍ ଏପରି ଭାବରେ ଆମେ ଏହାକୁ ପାର୍ଟ କରିକି ଆମେ କରିବା, ଯେଉଁଥିପାଇଁ ତୁମେ ଆରାମସେ ଏହାକୁ ମନେ ରଖିପାରିବ। ଦେଖ ଫାର୍ଷ୍ଟ ଷ୍ଟେପ୍ ଆମେ ଏବେ କ'ଣ କରିବା? ଦେଖ ଆମ ଅଙ୍କନ ସରିଲା। ଏବେ ଆମ ଅଙ୍କନ ସରିଲା, ଆମେ ଏ ଦୁଇଟିକୁ କ'ଣ ଆମକୁ ସଦୃଶ୍ୟ ପ୍ରମାଣ କରିବାର ଅଛି। ତ ଏବେ ଆମେ କ'ଣ କରିବା? ଦେଖ ହେଲା ଆମେ ଏଠାରେ ଯେଉଁ ଅଙ୍କନ କଲେ ହେଲା, ଆମେ ଯେଉଁ ପି କ୍ୟୁ ଆର୍ ତ୍ରିଭୁଜ ଆଉ ଦେଖ ଆମ ଯେଉଁ ପି କ୍ୟୁ ଆର୍ ଯେଉଁ ତ୍ରିଭୁଜ ଅଙ୍କନ କଲେ ଏହାକୁ ନେବା ଆଉ ଏହା ସହିତ ଆମେ ଏବିସିକୁ ନେବା ହେଲା। ଆଉ ପ୍ରଥମେ ଏହାକୁ କ'ଣ ଆମେ ସଦୃଶ୍ୟ ଆରାମସେ ଆମେ ପ୍ରମାଣ କରିବା। ଦେଖ ଆମେ ଯେଉଁ ଅଙ୍କନ କଲେ ଅଙ୍କନ କରିବା ଫଳରେ ଏ ସଦୃଶ୍ୟ ହେଇଯାଇଛି। ଦେଖ ଆମେ ଏବେ କ'ଣ କରିବା? এই ଦୁଇଟାକୁ ନେଇକି ସଦୃଶ୍ୟ ପ୍ରମାଣ କରିବା। ତ ଲେଖିବା କ'ଣ? ଆମେ ସଦୃଶ୍ୟ ପ୍ରମାଣ କରିବା ପାଇଁ କ'ଣ ଲେଖୁ? ଆମେ ସେଇ ଦୁଇଟି ଯେଉଁ ଦେଇଥାଏ ଆମ ପାଖରେ ଯେଉଁ ତ୍ରିଭୁଜ ଥାଏ ତାକୁ ଆମେ ନେଇଯିବା। ତ ଦେଖ ତ୍ରିଭୁଜ ଏବିସି ଓ ତ୍ରିଭୁଜ ଆମ କ'ଣ ପି କ୍ୟୁ ଆର୍ ମଧ୍ୟରେ ଆମେ ଲେଖିଦେଉ ହେଲା। ଦେଖ ଏଠିରେ ଆମେ କ'ଣ ଆମେ ସମାନ ଅଛି? ଆମେ ଯେଉଁ ଅଙ୍କନ କଲେ ଦେଖ ଆମେ ଯେଉଁ ଅଙ୍କନ କଲେ ଦେଖ ଆମେ ଯେଉଁ ଅଙ୍କନ କଲେ ବି କୋଣ ଆମେ କ୍ୟୁ ସମାନ ଆଉ ସି କୋଣ ଆମ ଆର୍ ସମାନ। ତ ତାହା ଆମେ ସେମିତି ଲେଖିଦେବା। ଦେଖ ଆମ ଯେଉଁ ବି କୋଣ ରହିଲା ଦେଖ ମୁଁ ଟିକେ ଦେଖିଦେଉଛି। ତ ବି କୋଣ ଆମ କ୍ୟୁ ସହିତ ସମାନ ଅଛି ଆଉ ଆମ ସି କୋଣ ଆମ ଆର୍ ସହିତ ସମାନ ଅଛି। ତ ସିମ୍ପଲି ଆମେ ଲେଖିଦେବା କ'ଣ ଆମେ କୋଣ ବି ସର୍ବସମ ଆମେ କୋଣ କ୍ୟୁ ଆରାମସେ ଲେଖିପାରିବା ଆଉ କୋଣ ସି ସର୍ବସମ କୋଣ ଆମେ ଆରାମସେ ଆମେ ଆର୍ ଲେଖିପାରିବା। ତ ଦେଖ ଏହା ଆମକୁ ଦିଆହେଇଛି ହେଲେ ଦେଖ ଏହାକୁ ଆମକୁ ଦିଆହେଇଛି ଅଙ୍କନରେ। ତ ଆମେ ସିମ୍ପଲି ଲେଖିଦେଲେ। ଦେଖ ଆମେ ଜଷ୍ଟ ମୁଁ ତାକୁ ଉଲ୍ଟା କରିକି ଲେଖିଦେଲି କାହିଁକିନା ଦେଖ ଆମେ ଇଆଡ଼େ ଦେଖ ଏବିସି ଲେଖିଛୁ, ଇଆଡ଼େ ଆମେ ପି କ୍ୟୁ ଆର୍ ଲେଖିଛୁ। ତ ଏବିସିର ସବୁ କୋଣ ଆମେ ଏଠି ଲେଖିଦେଲା ଆଉ ପି କ୍ୟୁ ଆର୍ ଦେଖ ଆମ କ୍ୟୁ ଆର୍ କ'ଣ ଏଠି ଅଛି ତ ଆମେ ଏଠି ଲେଖିଦେଲା ହେଲା। ଦେଖ ଏହା କାହିଁକି? ଆମ ଯେଉଁ ଅଙ୍କନ ପାଇଁ କ'ଣ ଆମେ ଅଙ୍କନ ପାଇଁ ଅଙ୍କନ ଲେଖିଦେବା, ନହେଲେ ଗୋଟେ ଅଙ୍କନ ଲେଖିଦେଲେ ବି ଚଳିବ, କିଛି ଅସୁବିଧା ଆମ ହେବନି। ବୁଝିପାରୁଛନ୍ତି? ଦେଖ ଯେହେତୁ ହେଲା ଯେହେତୁ ଦେଖ ଦୁଇଟି କୋଣ ହେଲା, ଯେହେତୁ କ'ଣ ହେଲା ଦେଖ ଦୁଇଟି କୋଣ ଆମ ସମାନ ହେଇଗଲା। ତ ଦେଖ ଯଦି ଦୁଇଟି ଅନୁରୂପ କୋଣ ଦୁଇଟି ଯେଉଁ ତ୍ରିଭୁଜର ଯଦି ସମାନ ହୋଇଯାଏ ତାପରେ ଆମେ କ'ଣ କହିପାରୁ? ଦେଖ ତମେ ଜାଣିଛ ହେଲା, ତମେ ଆରାମସେ କହିପାରିବ କ'ଣ ହୁଏ? ତମେ କହିବ ସାର୍ ହେଲା ସେ ଦୁଇଟି କ'ଣ ଆମ ସଦୃଶ୍ୟ ହେଇଯିବ। ତ ଆରାମସେ ଆମେ କହିପାରିବା ଯେ କ'ଣ ଆମ ପାଖରେ ଯେଉଁ ତ୍ରିଭୁଜ ଏ ବି ସି ସଦୃଶ୍ୟ ଆମେ ତ୍ରିଭୁଜ ପି କ୍ୟୁ ଆର୍ କହିପାରିବା। କାହିଁକି? ଆମ ଯେଉଁ କ'ଣ ଆମ ଯେଉଁ ଆମ ଯେଉଁ ସାଦୃଶ୍ୟ ସର୍ତ୍ତ ହିସାବରେ ଆମ ଯେଉଁ ସାଦୃଶ୍ୟ ଆମ ସର୍ତ୍ତ ହିସାବରେ ଆରାମସେ ଆମେ କହିପାରିବା। ଦେଖ ଆମ ଫାର୍ଷ୍ଟ କାମ ହେଇଗଲା ସଦୃଶ୍ୟ। ଦେଖ ଆମ ଫାର୍ଷ୍ଟ କାମ ହେଇଗଲା ସଦୃଶ୍ୟ। ଏବେ ଆମେ କ'ଣ କରିବା? ଦେଖ ଏବେ 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 ଦେଖ ଆମେ ନେକ୍ସଟ କାମ ଆମେ ଷ୍ଟାର୍ଟ ହେବ। ଦେଖ ଆମେ ଏହାକୁ ଏହା ସହିତ ପ୍ରମାଣ କରିବା। ଦେଖ ଏଇ ଦୁଇଟା ସମାନ ଏଇ ଦୁଇଟା ସମାନ। ତ ଦେଖ ଏବେ ତୁମେ ଏହା ତ କିଛି ଜାଣିପାରିବନି, କିନ୍ତୁ ଏହା ଯଦି ଯେତେବେଳେ ଆମେ ଏହାକୁ ପ୍ରମାଣ କରିସାରିବା ତୁମେ ଯଦି ପଛରେ ତୁମେ ଦେଖିବ ଏହାକୁ ତୁମେ ବୁଝିପାରିବ। ଏବେ ତୁମେ ଏହାକୁ ବୁଝିପାରିବନି। ଦେଖ ମୁଁ ଏବେ ଦେଖ ଯେହେତୁ ଏ ଦୁଇଟି କ'ଣ ହେଲା ଦେଖ ଯେହେତୁ ଏ ଦୁଇଟି କ'ଣ ହେଲା ଯେହେତୁ ଏ ଦୁଇଟି ଆମ ସଦୃଶ୍ୟ ହେଇଗଲା। ତ ଏଠୁ ଆମେ କ'ଣ କହିପାରୁ? ଆମେ ଜାଣିଛୁ ଯଦି ଦୁଇଟି ଯେଉଁ ତ୍ରିଭୁଜ ଯଦି ସଦୃଶ୍ୟ ହୋଇଯାଏ ତାପରେ ଆମେ କ'ଣ କହିପାରୁ? ତା ଯେଉଁ ଅନୁରୂପ ଯେଉଁ ବାହୁ ରହିଛି କ'ଣ ତା ଯେଉଁ ଅନୁରୂପ ବାହୁ ରହିଛି ତା କ'ଣ ଆମ ସମାନୁପାତରେ ରହିଯାଆନ୍ତି। ତ ସିମ୍ପଲି ହେଲା ତ ସିମ୍ପଲି ଆମେ ଦେଖ ଏଠାରେ କ'ଣ ଲେଖିପାରିବା? ଦେଖ ଏଠାରେ ଆମେ ଲେଖିପାରିବା ଯେ କ'ଣ ଦେଖ ଏ ବି ବାଇ ଆମ ପି କ୍ୟୁ ଇଜ୍ ଇକ୍ୱାଲ୍ ଟୁ ବି ସି ବାଇ କ୍ୟୁ ଆର୍ ଇଜ୍ ଇକ୍ୱାଲ୍ ଟୁ ଏ ସି ବାଇ ଆମ ପି ଆର୍ ହେଇଯିବ। କ'ଣ ହେଇଯିବ? ଏ ସି ବାଇ ପି ଆର୍ ହେଇଯିବ। ବୁଝିପାରୁଛେ ତ ଏହା ହେଇଯିବ। ଏହା ତ ଆମେ ଲେଖିପାରିବା, କିନ୍ତୁ ଦେଖ ଏଇ ଯେଉଁ ଉପପାଦ୍ୟକୁ ପ୍ରମାଣ କରିବା ପାଇଁ ହେଲେ ଟିକେ ଆମକୁ ହେଲା ଯଦି ଏହାକୁ ଲେଖିବା ତାପରେ ଆଗକୁ ଆମକୁ ସଜାଇବା ପାଇଁ ପଡ଼ିବ। ତ ସେଥିପାଇଁ ଆମ କମ୍ ଷ୍ଟେପ୍ରେ କରିବା ପାଇଁ ଦେଖ ଏଠି ଆମେ ଏଠି ମଧ୍ୟ ଆମେ କ'ଣ ଆମେ ଦେଖ ବି ସି ବାଇ କ୍ୟୁ ଆର୍ ଇଜ୍ ଇକ୍ୱାଲ୍ ଟୁ ଆମେ ଏ ସି ବାଇ ଆମେ ପି ଆର୍ ଇଜ୍ ଇକ୍ୱାଲ୍ ଟୁ ଆମେ ଏ ବି ବାଇ ପି କ୍ୟୁ ମଧ୍ୟ ଲେଖିପାରିବା। ତ ସିମ୍ପଲି ଏହାକୁ ଆମେ ଲେଖିଦେବା। ଦେଖ ଏହାକୁ ଆମେ ଆରାମସେ ଲେଖିଦେବା। ଦେଖ ଏହାକୁ ତୁମେ ଏଠି ମଧ୍ୟ ଏଇ ଯେଉଁ ଲେଖା ହେଇଛି ନା ଏଠି ମଧ୍ୟ ଏହାକୁ ନେଇ ମଧ୍ୟ ଆମେ କରିପାରିବା। ଦେଖ ଏହାକୁ ନେଇକି ଆମେ କିପରି ଲେଖୁ ଟିକେ ମୁଁ ତୁମକୁ ବତେଇ ଦେଉଛି। ଦେଖ ଆମେ ପ୍ରଥମେ ବିସିକୁ ନେବା। ତ ବି ସି ବାଇ ଦେଖ ଏଠି ଆମ
लास्ट दुईटा किए अच्छे क्यूआर अच्छे तो क्यूआर लिखिदेवा तापर आम फास्ट लास्ट को नेबा देखो आम एसी बाय फास्ट लास्ट किए पीआर अच्छे तो पीआर लिखिदेवा तापर आम फास्ट सेकेंड को नेबा तो ये आम ए बी रहा आम आम कौन आम पी क्यू रहा तो आम एपरी भाव में आराम से लिखिपर देखो एपरी भाव में आराम से लिखिपर है तो चलो आ गोटे आम आ गोटे स्टेप देख ए कौन करवा देखो आम जाचु देखो आम जो क्यूआर है क्यूआर क्या से सामान देखो क्यूआर आम आम जो अंकन कले अंकन जो कले आम क्यूआर आम इ एफ सहित सामान कौन आम इ एफ सहित सामान तो सिंपली एवं आम कौन करवा आम जो है एवं देखो आम जो क्यूआर जगह है सीधा आम कौन आम इ एफ लिखिदेवा कौन बी क्यूआर जगह सीधा तुम आम इ एफ लिखिदेवा आउ अन्य को आम जेपरी अच्छे सेपरी आम जस्ट उतारीदेवा कौन आम जेपरी अच्छी आम सेपरी भाव में पूरा उतारीदेवा देखो यहाँ आम जो लिखिले कौन आम क्यूआर क्यूआर जेहेतु सर्वसम आम इ एफ लिखाई आम जो अंकन कौन आम ये अंकन मध्य लिखिदेवा बोले आराम से यहाँ आम लिखिपर तो से यहाँ आम लिखिदे तो ये देखो यहाँ तो होगा देखो आम एठारे यहाँ पाईगले यहाँ कौन एठारे आम पाईगले आ देखो एबे आमको कौन करवा पड़ो एवं आम जो सेकेंड जो स्टेप अच्छी ना देखो सेकेंड स्टेप आम जो देखो आमको ये जो प्रमाण करने दुईटा सामान कहीकि आम करने पड़ो तो यहाँ देखो आमको आमको यहाँ पाईगले आमको देखो दत्तर कौन दिखाई यह आमके दिखाई देखो आम ए बी बाय डी इज इक्वल टू बी सी बाय इ एफ इज इक्वल टू कौन आम ए सी बाय आम डी एफ दिखाई तो देखो ये आम कौन करवा आम सजेक लिखा कौन ये कौन करवा आम सजेक लिखा देखो ये आम किपर सजेक लिखा देखो आम प्रथम फास्ट को लिखा है जेहेतु सब इक्वल टू अच्छी कौन अच्छी देखो देखा सब आम इक्वल टू अच्छी आम देखो यहाँ फास्ट लिखा तब यहाँ सेकेंड लिखा तब यहाँ आम थर्ड को लिखा तो यहाँ लिखिले आम ये दुईटा को कंपेयर करने इजी हे तो देखो लिखा कि देखो ता आगु यहाँ आम इक्वेशन नंबर 1 दीदा कौन दीदा आम इक्वेशन नंबर 1 दीदा तापर देखो आम जो दत्तर देखिले ताकू लिखा आम लिखा कौन मात्र है मात्र कौन आम जाचु आम कौन जाचु देखो आम दत्तर का आम जाचु कौन आम बी सी बाय इ एफ इज इक्वल टू ए सी देखो आम ए सी बाय आम डी एफ इज इक्वल टू आम कौन आम ए बी ए बी ए बी ए बी ए बी ए बी बाय आम डी देखो ये आम दत्तर जाचु है ये जो दत्तर जाचु यहाँ आम कौन करवा देखो यहाँ आम कौन करवा आम इक्वेशन नंबर आम 2 देवा कौन देवा आम इक्वेशन नंबर 2 देवा देखो ये आम इक्वेशन 1 और 2 को नेबा देखो आम इक्वेशन 1 और आम जदि 2 को नेबा 2 रु आम कौन कहीपर देखो जदि आम देखा देखो जो देखा देखो हम बी सी बाय इ एफ अच्छी देखो बी सी बाय इ एफ अच्छी ये बी सी बाय इ एफ अच्छी और देखो ये जो बी सी बाय इ एफ यहाँ सहित सामान यहाँ सहित सामान और बी सी बाय एफ यहाँ सहित सामान यहाँ सहित सामान बोले जेहेतु सामान हो बोले आराम से आम देखो आम यहाँ को यहाँ सहित सामान कहीकि आराम से लिखिपर देखो यहाँ को यहाँ सहित आम सामान कहीकि आराम से लिखिपर बुझीपारे तो देखो तो जेहेतु आम कहले ये दुईटा आम ए दुईटा को लेकिन आम कौन ए कहीपर देखो आम कहीपर जे आम ए सी बाय पी आर इज इक्वल टू ए सी बाय आम डी एफ कहीपर है सहीपरी आ कौन आम ए बी बाय पी क्यू इज इक्वल टू आम ए बी बाय कौन आम ए बी बाय आम डी कहीपर देखो आम जो रहा है ये दुईटा को आम लिखिदे सामान आउ दुईटा को आम सामान लिखिदे कहीं आम जान दुईटा जेहतु सामान ये सब सामान थे फिर आम एपरी आराम से लिखिपर तो देखो ये आम कौन पाइबा देखो ये जब आम देखा देखो आम ए सी ऊपर अच्छी तो दुईटा कौन हो कटिज है दुईटा कटिगला जेहतु कटिगला तोरे बचिला कौन देखो तोरे बची कौन पी आर इज इक्वल टू कौन डी एफ आम सिंपली लिखिपर कौन डी एफ इज इक्वल टू पी आर आराम से आम लिखिपर देखो यहाँ पाईगले बुझीपारे तो तापर आम जो नेक्स्ट ये देखो आम ए बी रही है ए बी दुईटा कौन कटिज जेहेतु दुईटा कटिगला आम हे कौन देखो आम लिखिपर डी इ इज इक्वल टू आम पी क्यू लिखिपर कौन आम डी इ इज इक्वल टू आम पी क्यू लिखिपर है देखो आम जो सेकेंड जो काम थिला है ये दुईटा को प्रमाण करवा देख ये दुईटा को आमको प्रमाण करवा जहाँकि आम एटिका आम लिखिदेली है ठीक है मुझे उल्टा हिसाब लिखिदेली कि किसी असुविधा हेनी कौन आम किसी असुविधा हेनी जब आम एपरी भाव लिखिले भी किसी असुविधा हेनी तब देखो ये आम कौन कह आम जो थर्ड है ये आम जो 2 और 3 को नहीं आम जो कौन आम जो कौन आम जो त्रिभुज आम 2 और 3 ये 2 आउ ये 2 ये आम 3 ये दुईटा को नेमा आउ ए आम कौन आम सर्वसम प्रमाण करवा देखो आम दुईटा को नेबा देखो ये आम कौन करवा आम त्रिभुज आप कौन डी इ एफ अच्छी और त्रिभुज आम जो पी क्यू आर अच्छे आम दुईटा को नेबा देखो दुईटे कौन कौन सेम अच्छी देखो आम जो दुईटे देखा देखो आम प्रथम देखा आम डी एफ इज इक्वल टू कौन
आम पी आर हो आउ डी ई इज इक्वल टू देखो आम जो डी ई देखो डी इज इक्वल टू कौन पी क्यू अच्छी तापर आउ गोटे जिनिस आमको दिखाई कौन देखो आउ गोटे जिनिस आमको दिखाई से आउ गोटे जिनिस कहीं है देखो आम जो आउ गोटे जिनिस जो थी कहीं देखो आम लिखी कौन आम देखो क्यू आर इज इक्वल टू ई एफ लिखी कौन आम जो क्यू आर इज इक्वल टू कौन आम जो क्यू आर इज इक्वल टू आम ई एफ लिखी तो आम एटा लिखिपर कौन देखो आम ई एफ इज इक्वल टू सिंपली आम क्यू आर लिखिपर देखो आम जो त्रिभुज देखो आम तीन जो बाहु था तीनोटी बाहु तीनोटी जो अनुरूप बाहु सहित कौन है आम सामान होगा कौन होगा आम सामान होगा यहाँ आम अंकन लिखिदेवा है आउ जो दुईटा को न लिखिले चलीज यहाँ तुम राइट मारे पड़ोनी देख यहाँ आम अंकन लिखिदेली आउ को न लिखिले किसी असुविधा हेबन ये दुईटा को किसी असुविधा हेबन जहाँ अंकन लिखिदेली तो ये देख आम देख जो ये जो दुईटी जो त्रिभुज रहा तीनोटी बाई तीन अनुरूप बाहु सहित सामान हो सर्वसम हो आम कौन कहीपर से आम कहीपर कौन आम जो दुईटा जो त्रिभुज रहा मध्य मध्य लिखिदेल देखो आम डी ई एफ सर्वसम त्रिभुज आम पी क्यू आर लिखिदेवा दुईटी कौन आम सर्वसम होगा देख जेहेतु देख आम ये दुईटी जो आम जो त्रिभुज थी जेहेतु कौन है आम सर्वसम होगा कौन है सर्वसम होगा बोले आम कहीपर कि ये जो दुईटी जो त्रिभुज रही से दुईटी सदृश कहीकि देख जब आम पाखे दुईटी त्रिभुज अच्छी जो दुईटी कौन सर्वसम हो बोले आम सदृश आराम से आम कहीपर जहाँकि आम डिटेल आगुरी पढ़ेचु बोले देख जेहेतु ये दुईटी कौन हो आम सदृश सॉरी सर्वसम हो तो आम कहीपर आम डी ई एफ जो डी ई एफ है कौन आम जो डी ई एफ जो आम जो त्रिभुज अच्छी आम जो पी क्यू आर जो त्रिभुज अच्छी दुईटी कौन आम सदृश कहीकि बुझीपार तो है यहाँ आम कहीपर तो देख आम प्रथम ये आम कौन करें देख ये आम प्रथम कौन करें देख आम प्रथम पाई कौन देख आम यहाँ पाई आम देख आम ए बी सी सदृश पी क्यू आर तापर आम सेकेंड पाइले कौन देख आम डी एफ सदृश पी क्यू आर देख आम प्रथम आम देख लिखिदेवा कौन देख तुम बही टी अलग लिखाई आम टी अलग लिखुची एठारे आम प्रथम पाई कौन आम जो त्रिभुज ए बी सी सदृश त्रिभुज आम कौन आम त्रिभुज आम पी क्यू आर आउ एठी आम पाइले कौन देख एठी आम पाइले आम जो त्रिभुज है त्रिभुज आम डी ई एफ सदृश त्रिभुज आम पी क्यू आर है देख आम आम संक्रमित धर्म है आम जो सदृश जो संक्रमित धर्म हिसाब से देख जदि आम यह तो सामान हुए आउ देख से यह तो सामान हुए आम कहीपर यह सहित आम सामान बोले आम संक्रमित धर्म हिसाब से ये आम लिखिपर कौन आम त्रिभुज ए बी सी सदृश त्रिभुज आम डी ई एफ कौन त्रिभुज डी एफ कहीं आम जो संक्रमी कौन आम सादृश आम कौन आम सादृश्यर संक्रमित धर्म लिखिदेवा कौन आम जो सादृश्यर आम जो संक्रमी जो धर्म रही संक्रमी जो आम धर्म रही कौन आम संक्रमी जो धर्म रही आम दुईटी कौन कौन आम दुईटी आम सदृश कहीकि आराम से आम कहीपर तो देख यहाँ ही आमको प्रमाण करार यहाँ ही आमको प्रमाण करार देख जहाँकि कौन होगा आराम से आम प्रमाण कहने कौन ताको आराम से आम प्रमाण करदे तो लास्ट लिखिदेवा कौन आम सिंपली प्रूफ लिखिदेवा तो प्रमाणित होगा बुझीपार तो देख आम ताको इंटरेस्टिंग वे आम पूरा कहने देख ये आम कौन थर्ड स्टेप कौन सर्वसमय कले 4 नंबर स्टेप कौन आम संक्रमित धर्म को आम यूज कले या तुमको कहला बेले भूलीगली कहवाई देख है या आम ये जो पूरा देख पूरा एतिकी जो प्रमाण करार यहाँ आम टोटाल है 4टी पार्ट्रे है कौन एपरी भाव में 4टी पार्ट डिवाइड करके आम कर देख आम यहाँ किपर प्रमाण करवा देख आमको एटारे कौन ये जो दुईटी जो त्रिभुज रही ये दुईटी को आमको कौन सदृश प्रमाण करार अच्छी देख देख आमको कौन ये जो दुईटी जो त्रिभुज रही ये दुईटी कौन आमको सदृश प्रमाण करार अच्छी तो देख यहाँ प्रमाण करने आम एठारे कौन कले आम प्रथम अंकन कले गोटे पी क्यू आर कही गोटे त्रिभुज जोटा देखा देख आम यह तो सामान होगा आम एपरी अंकन कले जहाँकि आम ये जो बाहु ये बाहु सहित सामान आ ये कौन ये जो बी कोण सामान ये जो आर कोण आम ये सी कोण सहित सामान आम कले तबे देख आम यहाँ जो प्रमाण कले यहाँ आम 4टी स्टेप प्रमाण कले प्रथमे प्रथमे आम कौन कले जो देख आम जो अंकन करते जो प्रथम ए बी सी जो आम जो
जो आम फास्ट और जो थर्ड है तो आम जो ये फास्ट त्रिभुज और जो आम अंकन कले थर्ड त्रिभुज दुईटी को सदृश कहीकि आमको प्रमाण कले आराम से आम अंकन आम कही नेले है आराम से है सेकेंड स्टेप आम कौन कले देख सेकेंड स्टेप जेहेतु ये दुईटा कौन है जेहेतु ये दुईटा कौन है आम सदृश होगा आम जानी था बाहुड़ी कौन समानुपाती रही जाती तो आम एपरी आराम से लिखिदेले है आठी सिंपली कौन कले देख आम जो क्यू आर जगह सिंपली आम देख क्यू आर आम जो क्यू आर जगह आम सीधा EF आराम से आम लिखिपारे कहीं अंकन आम से पूरी लिखी तो होगा आम नेक्स्ट कौन कले देख आम नेक्स्ट कले देख आम यहाँ प्रमाण करने नेक्स्ट आम कौन कले आमको दत्तर यहाँ दिखाई देखो दत्तर जेहेतु आमको यहाँ दिखाई तो आम जस्ट ताकू आम सजेक लिखिदे तो देख यहाँ आम इक्वेशन 1 नेले आउ कौन आम इक्वेशन 2 नेले देख जब आम ये दुई इक्वेशन करवा देख ये दुईटा कौन आम सामान अच्छी कौन दुईटा आम सामान अच्छी तमें एटारे जहाँ अच्छी यहाँ जहाँ आम यहाँ भी था से आम कौन देख आम AC बाय PR और AC बाय जो AC बाय आम जो DF अच्छी आम एक सागर आराम से लिखिदे आउ आम AB बाय PQ और AB बाय जो D अच्छी आम एक सागर एपरी आम लिखिदे है लिखा फल देख आम जब यहाँ सल्व कले देख आम कौन DF इज इक्वल टू PR आउ D इज इक्वल टू PQ आराम से होगा देख यह जो दरकार था ताकि आम नेक्स्ट स्टेप कौन कले देख नेक्स्ट स्टेप आम देख आम पाखे जो 2 नंबर त्रिभुज और जो 3 नंबर जो त्रिभुज रही है दुई छोटे छोटे को आम सर्वसम प्रमाण कले कौन देख नेक्स्ट स्टेप सर्वसम 2 और 3 को लेकिन आम कले तो देख आम देखिले ये दुईटा आम सामान दिखाई आम पाइले आमको आम दत्तर दिखाई कौन ये दुईटी आम सामान कहीकि जेहेतु आम देखीदे कौन 3टी बाहु 3 जो अनुरूप बाहु सामान आम कहीपर जो दुईटी जो त्रिभुज था जेन छोटा छोटा जेन दुईटी थी ये दुईटी आम कौन है ये दुईटी जो त्रिभुज थी से दुईटी कौन है आम सर्वसम होगा तब लास्ट में आम कौन जेहेतु दुईटा सर्वसम होगा आम कहीपर से दुईटी कौन आम सदृश होते लास्ट आम कौन कले आम जो संक्रमित धर्म को यूज करने चेष्टा कले देख संक्रमित धर्म को यूज करने मुझे लिखिली कौन देख एटारे देख यहाँ आम प्रथम पाई आम यहाँ पाईगले देखिले यहाँ सदृश अच्छे यहाँ सदृश अच्छी जेहेतु देख ये PQR अच्छी मानते PQR अच्छी माने जो सामान अच्छी माने आम ये दुईटी को सदृश कहीपर तो से लिखिदे आउ जो संक्रमित धर्म लिखिदे आउ आम यहाँ कोई प्रमाण करार जो कि प्रमाण होगा ये जो आम देख जो लास्ट जो संक्रमित धर्म आम ये 4टा स्टेप आम यहाँ प्रमाण कले तुम भी जब यपरी मन रखा चेष्टा कर आराम तुम यहाँ प्रमाण कर देख मो हिसाब से डिटेल तुमको बताइली पूरा इंटरेस्टिंग वे आम यहाँ पूरा कर देख आज ये जो क्लास ये आम एंड करवा है ये आम एंड करवा तो ये लिखा कौन आम द एंड तापर आम जो नेक्स्ट है आम जो नेक्स्ट जो पार्ट होती आम पार्ट 6 ये तुम उपवाद्य जो 6 रही पढ़ा जो तुम आम यूट्यूब चैनल देखुच देख ये गोटे आसी जाऊ तुम से क्लिक कर देखिपार आज जब आम जो वेबसाइट देखुच तुम नेक्स्ट बटन क्लिक कर देखिपार जो तुम भल लगे लाइक सब्सक्राइब जरूर कर थैंक यू फॉर वाचिंग दिस वीडियो।